ଘରର ସଫାସଫି କାମ କରି କରିକି ଅବସ୍ଥା ପୁରା ଖରାପ, ଆଉ ଗୋଡ଼ ହାତ ଚାଲୁନି। ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ଆଜି ଥିଲା ଗୁରୁବାର, ଆଉ ଆଜି ସକାଳୁ ଉଠିକି ସବୁ ଘର ଯାହା ବାକି ଥିଲା ଧୁଆଧୁଇ ସରିଲା ପରେ ଗାଧେଇ ପାଧେଇକି ଆସିକି ରେଡ଼ି ହେଲି, କାହିଁକିନା ମୁଁ ଏବେ ଯିବି ମୋ ବାବାଙ୍କର ଗାଡ଼ି କିଣା ହେବ। ଶାଶୁ ଘରେ ବୋହୂର କାମ କରିବାକୁ ପଡ଼ୁଛି, ବାପ ଘରେ ଝିଅର କାମ କରିବାକୁ ପଡ଼ୁଛି, ମାନେ ସବୁଆଡ଼କୁ ଟିକେ ଟିକେ କଣ୍ଟ୍ରିବ୍ୟୁସନ୍ ଦରକାର, ନହେଲେ ହେବନି। ମୋ ବାବାଙ୍କର ଗାଡ଼ିଟା ବହୁତ ପୁରୁଣା ହେଇଯାଇଛି, ବୋଧେ ସେଇଟା 2006 କି 7 ମସିହାରେ କିଣା ହେଇଥିଲା। ସେତେବେଳେ ତ ଆମେ ଛୋଟ ଥିଲୁ, ମାନେ ମୁଁ 10 କ୍ଲାସ୍ରେ ପଢ଼ୁଥିଲି। ସେତେବେଳେ ମୁଁ ଆଉ ବାବାଙ୍କ ସହିତ ଗାଡ଼ି କିଣିବା ପାଇଁ ଯାଇନଥିଲି, କିନ୍ତୁ ଆଜି ଯେହେତୁ ସୁଯୋଗ ମିଳିଛି ହାତ ଛଡ଼ା କରିବା କଥା ବି ନୁହେଁ, ତ ବାବାଙ୍କ ପାଇଁ ଗାଡ଼ି କିଣିବା ପାଇଁ ଭାଇ, ମୁଁ, ସମସ୍ତେ ଯାଇଥିଲୁ। ଆଉ ଗାଡ଼ିଟା ମୋ ନାଁରେ ହିଁ କିଣା ହେଲା, ମାନେ ବାପା ପୁଅ ଯେତେବେଳେ ଗାଡ଼ି କିଣା ହେଲା ସବୁ ମୋ ନାଁରେ। ମୋର ଗୋଟେ ନିଜ ନାଁରେ ସ୍କୁଟି ଅଛି, ଭାଇ କାର୍ କିଣିଛି ବି ମୋ ନାଁରେ, ବାବା ବି ଗାଡ଼ି କିଣିଲେ ମୋ ନାଁରେ। ଯେତେବେଳେ ଫାଇନାନ୍ସ କରିବାର ଥିବ ବାପା ପୁଅ ମୋ ନାଁରେ କରିଦେଉଛନ୍ତି। ଖାଲି ଫାଇନାନ୍ସଟା ମୋ ନାଁରେ ହୁଏ, କିନ୍ତୁ ଟଙ୍କାଟା ସୁଝନ୍ତି ସେମାନେ। କିଛି ଟଙ୍କା ଦିଆହେଲା ଆଉ କିଛି ଫାଇନାନ୍ସରେ ହେଲା। ତ ବାବାଙ୍କର ବହୁତ ଦିନର ଇଚ୍ଛା ଥିଲା ଗୋଟେ ନୂଆ ଗାଡ଼ି କିଣିବାର, ଆଉ ଆଜି ଗାଡ଼ି କିଣିଲା ପରେ ତାଙ୍କର ବହୁତ ଖୁସି। ସେ ମାନେ ବାପା ମାନେ ଖୁସିଟା କୁହନ୍ତିନି, କିନ୍ତୁ ତାଙ୍କ ଏକ୍ସପ୍ରେସନ୍ ଦେଖିଲେ ଜଣାପଡ଼ିଯାଏ। ତ ଭାଇ ମୋ ପୁଅକୁ ନେଇକି ସେ ତାର ଘରକୁ ପଳେଇଛି, ମୋ ପୁଅ ସନ୍ଧ୍ୟାବେଳକୁ ଆସିବ। ଆଉ ଗୋଟେ ଭାଇ ଆସିଥିଲା ଘର ପାଖରେ, ସିଏ ବାବାଙ୍କ ସହିତ ପଳେଇଲା। ତାପରେ ଆମେ ଆମର ଚାଲିଲୁ ଘରକୁ। ବାବା ଟଙ୍କା ଦେଲେ ମିଠା ନେଇକି ଯିବା ପାଇଁ, କି ମୁଁ ଆଉ ମିଠା ଆଣିଲିନି, ମିଠା ଦହି ନେଇକି ପଳେଇ ଆସିଲି, କାହିଁକିନା ଆଜି ଆମର ରୋଷେଇ ହେଇନି। ଜଗନ୍ନାଥ ମନ୍ଦିରରୁ ପ୍ରସାଦ ଆସିଲା, ଆଉ ପ୍ରସାଦ ସହିତ ମିଠା ଦହି ଖାଇବାକୁ ଆମର ସମସ୍ତେ ଭଲ ପାଆନ୍ତି, ସେଇଥିପାଇଁ।